ସାଙ୍ଗମାନେ ଆପଣମାନେ କେବେ ଚଷମାରେ ତେଲକୁ ପକାଇଛନ୍ତି କି ପକାଇ ନାହାନ୍ତି ନା? ତ ଆଜିର ଟିପ୍ସ ଦେଖିଲା ପରେ ଆପଣମାନେ ପୁରା ଚମକି ପଡ଼ିବେ। ହାଇ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଚାଲନ୍ତୁ ଦେଖିନେବା ମୋର ଫାର୍ଷ୍ଟ ଟିପ୍ସ କ'ଣ ଅଛି। ଫାର୍ଷ୍ଟ ଟିପ୍ସ ଅଛି ଏମିତି ଆଇରନ୍ କର୍ଡ଼କୁ ନେଇକିରି। ତ ଯେତେବେଳେ ଆମେ ଆଇରନ୍ କରିଥାଉ କର୍ଡ଼ଟା ତା'ର କ'ଣ ହୁଏ ନା ବହୁତ ଲମ୍ବା ଯେହେତୁ ଥାଏ, ତ ତାକୁ ଆମେ ସଜାଡ଼ିକି ରଖିବା ପାଇଁକା ଆମେ ଚାହିଁନଥାଉ। ତାକୁ କ'ଣ କରୁନା ଆମେ ଏମିତି ବେକାର ମାନେ ଏଣେ ତେଣେ ରଖିଦେଇଥାଉ। ତ ସେଟ୍ କରିକି ଆମେ ରଖିନଥାଉ, ଯାହାକି ଆମକୁ ପର ଦିନ କି ପର ଦିନ ଯେତେବେଳେ ଆମର ଆବଶ୍ୟକତା ପଡ଼ିଥାଏ ତ ଆମେ ଯେତେବେଳେ କାଢ଼ିଥାଉ ତ ସେ ତାରର ବ୍ୟବସ୍ଥା ଆପଣମାନେ ଦେଖିବେ ପୁରା ଡଷ୍ଟ ଲାଗି ପୁରା ନଷ୍ଟ ହୋଇଯାଇଥାଏ। ତ ଆପଣମାନେ ଏମିତି ଗୋଟେ ହାତରେ ଏମିତି ତାକୁ ଗୋଟେ ସେଟ୍ ଗୋଟେ ସାଇଜ୍ର ଆପଣମାନେ ଗୋଟେ ଫୋଲ୍ଡ ଟାଇପ୍ର କରିନେବେ। ତ ଦେଖନ୍ତୁ ମୁଁ ଯେମିତି କରୁଛି ଆପଣ ସେମିତି କରନ୍ତୁ। ତାପରେ ଆପଣମାନେ ତା ଦେହରେ ଲଗାଇଦେବେ କ'ଣ ନା ଆପଣ ଯେଉଁ ମୁଣ୍ଡରେ ଯେଉଁ କ୍ଲଚର୍ ଲଗାଉଛନ୍ତି, ତ କ୍ଲଚର୍ର ୟୁଜ୍ ତ ଆମେ ହେୟାର୍ରେ କରିଥାଉ, ଏଥିରେ ମଧ୍ୟ ଆମେ କ୍ଲଚର୍କୁ ବ୍ୟବହାର କରିପାରିବା, ଯାହାଫଳରେ କି ଆମର ତାରଟା ପୁରା ସେଟ୍ ହେଇକି ରହିବ ଆଉ ଜମା ବି ହଲଚଲ ହେବନି। ଆପଣମାନଙ୍କ ନେକ୍ସଟ୍ ଟାଇମ୍ ଯେତେବେଳେ ବି ଆଇରନ୍ର ଆବଶ୍ୟକ ପଡ଼ିବ ଆପଣମାନେ ୟୁଜ୍ କରିବା ପାଇଁ, ତ ଦେଖିବେ ସେତେବେଳେ ଆପଣମାନଙ୍କ ତାର ପୁରା ସାଇଜ୍ ହେଇକି ଥିବ ଆଉ ବେସାବଧାନ ହେଇକି ରହିନଥିବ। କାରଣ ଯାହା ହେଲେ ତାରଟାକୁ ଆମକୁ ଟିକେ କେୟାରଫୁଲି ରଖିବା ପାଇଁ ପଡ଼ିଥାଏ। ତ ଯେହେତୁ ଏଇଟା ଇଲେକ୍ଟ୍ରିକ୍ ଜିନିଷ, ଯଦି ଆମେ ତାର କେୟାର ନ ନେବା ତାହେଲେ ସେ ତାର ମଧ୍ୟ ଆମର ଖରାପ ହେଇଯାଇଥାଏ। ତ ଆଶା କରୁଛି ଏ ଛୋଟିଆ ଟିପ୍ସଟି ଆପଣମାନଙ୍କୁ ନିହାତି ପସନ୍ଦ ଆସିଥିବ। ନେକ୍ସଟ ଟିପ୍ସ ହେଉଛି ଏମିତି କିଛି ଛୋଟ ପିଲାଙ୍କ ପ୍ୟାଣ୍ଟର ଡୋରକୁ ନେଇକି, ଯେତେବେଳେ ପ୍ୟାଣ୍ଟରେ ଡୋରଟା ଏମିତି ବହୁତ ଲମ୍ବା ଥାଏ ନା, ପିନ୍ଧିବା ପାଇଁକା ବିରକ୍ତ ଲାଗିଥାଏ, ଇଚ୍ଛା ହେଇନଥାଏ, ତ ତାକୁ ଆମେ ଗୋଟେ ଭଲ ଗୋଟେ ମାନେ ଗୋଟେ ସୁନ୍ଦର ଡିଜାଇନଟେ ଆମେ ସେଥିରେ ବନେଇବା। ସେଇଟା କେମିତି କରୁଛନ୍ତି ଦେଖନ୍ତୁ। ଗୋଟେ ପଟ ଡୋରକୁ ଆପଣମାନେ ଟିକେ ଲଙ୍ଗ୍ କରିବେ, ଗୋଟେ ପଟ ସର୍ଟ କରିବେ। ଯେଉଁଟା ସର୍ଟ କରିବେ ସେଇଟା ଗୋଟେ ପଟ ସାଇଡ଼୍କି ରଖିଦେବେ, ଆଉ ଯେଉଁଟା ଲଙ୍ଗ୍ କରିବେ ଦେଖନ୍ତୁ ମୁଁ ଯେମିତି ଫୋଲ୍ଡ କରୁଛି ଆପଣମାନଙ୍କୁ ସେମିତି ଫୋଲ୍ଡ କରିବାର ଅଛି। ତ ଏମିତି ଗୋଟେ ସେପ୍ ଦେବା କି ଯାହାଫଳରେ କି ସେଇଟା ସୁନ୍ଦର ଲାଗିବ ପିନ୍ଧିବା ପାଇଁକା। ପିଲାମାନଙ୍କର ଗୋଟେ ପ୍ରୋବ୍ଲେମ୍ ଏଇଆ ହୁଏ କି ଯଦି ଡୋର ଯଦି ପ୍ୟାଣ୍ଟରେ କେଉଁଠି ଥାଏ ତ ସେଇଟା ଆମର ବହୁତ ଲମ୍ବା ଭିଡ଼ି ଦେଇଥାନ୍ତି ସେମାନେ, ତ ସେଇଟା ଆସ୍ତେ ଆସ୍ତେ ଆମର ଖସି ବି ଯାଏ। ତ ଆପଣମାନେ ପ୍ୟାଣ୍ଟର ଡୋରକୁ ଆପଣମାନେ ଏମିତି ଗୋଟେ ଡିଜାଇନ୍ ବନେଇଦେବେ, ଦେଖିବେ ବହୁତ ବଢ଼ିଆ ଲୁକ୍ ତା'ର ଆସିବ। ପିଲାମାନେ ପିନ୍ଧିବା ପାଇଁ ମଧ୍ୟ ବହୁତ ପସନ୍ଦ କରିବେ। ଆଶା କରୁଛି ଏ ଟ୍ରିକ୍ଟି ଆପଣମାନେ ସବୁ ଗୃହିଣୀମାନେ ଘରେ ଯେଉଁମାନେ ଛୋଟ ପିଲା ଅଛନ୍ତି ସେମାନଙ୍କୁ ଏ ଟ୍ରାଏ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଦେଖନ୍ତୁ କେତେ ସୁନ୍ଦର ଭାବରେ ବନିଗଲା। ନେକ୍ସଟ ଟିପ୍ସ ହେଉଛି ଚଷମାରେ ଆମେ ତେଲକୁ କ'ଣ ପାଇଁ ଦେବା। ଚଷମାରେ ତେଲ ଦ୍ୱାରା ଆମକୁ କ'ଣ ଫାଇଦା ମିଳିବ ସେଇଟା ଆପଣମାନଙ୍କୁ ଆଗକୁ କହିବି। ତ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ମୋ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଜଲ୍ଦି ପହଞ୍ଚିପାରିବ। ଚଷମା ତ ସମସ୍ତେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୟୁଜ୍ କରିଥାନ୍ତି, ଯେଉଁମାନେ ଟ୍ରାଭେଲିଂ କଲାବେଳେ ମଧ୍ୟ ୟୁଜ୍ କରିଥାନ୍ତି, ଆଉ ଯେଉଁମାନଙ୍କର ପାୱାର କମ୍ ଥାଏ ସେମାନେ ତ ଡେଲି ୟୁଜ୍ କରିଥାନ୍ତି। ଏଗୁଡ଼ିକ ୟୁଜ୍ କରିବା ଦ୍ୱାରା କ'ଣ ହୁଏ ନା ଆମେ ଏଣେ ତେଣେ ଥୋଇ ଦେଇଥାଉ, ଯାହାଫଳରେ କି ଆମ ଚଷମାରେ ସ୍କ୍ରାଚ୍ ଆସିଯାଇଥାଏ, ଯାହାଫଳରେ କି ଆମ ଚଷମାଟା ଖରାପ ହେଇଯାଇଥାଏ। ତ ମାର୍କେଟରେ ଆପଣମାନେ ଜାଣିଥିବେ ଚଷମାର ରେଟ୍ କେତେ ବଢ଼ିଗଲାଣି, ତ ଆପଣମାନେ ଘରେ ଉପାୟରେ ଚଷମାକୁ ଠିକ୍ କରିପାରିବେ। ତ ଟିକେ ନଡ଼ିଆ ତେଲ ନେଇକରି ଆପଣମାନେ କ'ଣ କରିବେ ନା କାଚର ଦୁଇ ପଟ ସାଇଡ଼୍ରେ ଆପଣମାନେ ଏମିତି ଟିନାକୁ ମସାଜ ଟାଇପ୍ର କରିନେବେ, ଯାହାଫଳରେ କି ତା ଦେହରେ ଯାହା ସ୍କ୍ରାଚେସ୍ ଛୋଟ ଛୋଟ ଥିବ ଆଉ ଡଷ୍ଟ ମଧ୍ୟ ଥିବ ସେଇଟା ଆପଣମାନଙ୍କୁ ପୁରା ରିମୁଭ୍ କରିନେବ। ତ ଆପଣମାନଙ୍କୁ ମାର୍କେଟରୁ ଯାଇ କୌଣସି କ୍ଲିନର୍ ଆଣିବା ପାଇଁକା ପଡ଼ିବନି, ଯାହାହେଲେ ଆପଣମାନଙ୍କ ଘରେ ଏଇଟାକୁ ଆରାମସେ ବନେଇ ପାରିବେ। ତ ଜିରୋ ଅଫ୍ କଷ୍ଟରେ ଆପଣ ଏଇଟାକୁ କରିପାରିବେ। ତ ଆପଣଙ୍କୁ କୌଣସି ଜିନିଷ ଏଥିରେ ପକାଇବା ପାଇଁ ପଡ଼ିବନି। ଭାବୁଛି ଏଇ ଟିପ୍ସଟି ଆପଣମାନେ ଯେଉଁମାନେ ଚଷମା ୟୁଜ୍ କରୁଥିବେ ସେମାନଙ୍କୁ ବହୁତ ଲାଭ ଦେବ। ଆପଣମାନଙ୍କୁ ମାର୍କେଟରୁ କୌଣସି ପଇସା ଖର୍ଚ୍ଚ କରି କୌଣସି କିଛି ଜିନିଷ ଆଣିବା ପାଇଁକା ପଡ଼ିବ ନାହିଁ, ଘର ଜିନିଷରେ ହିଁ ଆପଣମାନେ ଏହାକୁ ଠିକ୍ କରିପାରିବେ। କାରଣ ଆଖି ପ୍ରୋବ୍ଲେମ୍ ତ ଆଜିକାଲି ସମସ୍ତଙ୍କର ହେଲାଣି, ତ ଚଷମାକୁ ଆମେ ଯଦି କେୟାର ନ କରିବା ତାହେଲେ ଆମକୁ ପୁଣି ମାର୍କେଟରୁ ଚଷମା ଆଣିବା ପାଇଁକା ପଡ଼ିଥାଏ। ତାପରେ ଆପଣମାନେ ଗୋଟେ କଟନ୍ କପଡ଼ାରେ ସୁନ୍ଦର ଭାବରେ ପୋଛି ନେବେ, ଫ୍ରେମ୍ ସହ ବି ପୋଛିଦେବେ, ଯଦି ଆହୁରି ବଢ଼ିଆ ଗ୍ଲେଜ୍ ମଧ୍ୟ କରିବ। ମଝିରେ ମଝିରେ ଟାଇମ୍ ବାହାର କରି ଆପଣମାନେ ଏସବୁ ଜିନିଷର କେୟାର ନିଅନ୍ତୁ, ଯାହାଫଳରେ କି ଆପଣମାନଙ୍କର ସମୟ ସହିତ ପଇସା ମଧ୍ୟ ବଞ୍ଚିଥାଏ। ତ ଆଶା କରୁଛି ଏ ସବୁ ଟିପ୍ସ ୟୁଜଫୁଲ୍ ଟିପ୍ସ, ଯାହାକି ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ କାମରେ ଆସିବ। ତ ଯଦି ଭଲ ଲାଗିବ ସମସ୍ତଙ୍କ ସହିତ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଏ ଟିପ୍ସର ଫାଇଦା ଉଠାଇ ପାରିବେ। ଆଉ ଏ ସବୁ ଟିପ୍ସ ଆପଣମାନେ ଜାଣିଥିବେ ଜିରୋ ଅଫ୍ କଷ୍ଟରେ ଆପଣମାନଙ୍କ ଘରେ ହିଁ ଆଭେଲେବୁଲ୍ ଥାଏ। ଆମେ ଯଦି ଟିକେ ମାଇଣ୍ଡ ଖର୍ଚ୍ଚ କରି ଆପଣମାନଙ୍କର ସମୟ ବାହାର କରି ଆପଣମାନେ ଟିକେ ନାକୁ ଏହାକୁ କାମରେ କରିବେ, ତାହେଲେ ଆପଣମାନଙ୍କର ପଇସା ସହିତ ସମୟ ମଧ୍ୟ ଦୁଇଟା ଯାକ ସେଭିଂ ହେଇକି ରହିଥାଏ। ଆଶା କରୁଛି ଏ ଟିପ୍ସ ଗୁଡ଼ିକ ସବୁ ପସନ୍ଦ ଆସିବ। ରହୁଛି, ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ